3 ତାରିଖରେ ଶୁଣାଣି ଅଛି ହାଇକୋର୍ଟରେ। ହାଇକୋର୍ଟରେ ମୋର ଆଶା ବିଶ୍ୱାସ ଅଛି, ନିଶ୍ଚିତ ମୁଁ କିଛି ଆଶା କରିବି ଯେ କିଛି ଫଳ ମିଳିବା ପାଇଁ। କିନ୍ତୁ ଆମେ ପ୍ରେୟାର କରିଥିଲୁ ଯେ କୋଉଠି ଲେଖା ହେଇନି ଯେ 5ଟି ନିଯୋଗ ବିଗତ ଆଜିକି 50 ବର୍ଷ ହେଲାଣି ଚାଲିଛି, ତାକୁ କେହି ଚ୍ୟାଲେଞ୍ଜ କରୁନାହାନ୍ତି। ଯେତେ ବି କମିଟିରେ ଯେଉଁମାନେ ସବୁ ଚେୟାରମ୍ୟାନ୍ ଧରିକି ସମସ୍ତେ କ'ଣ ଅନ୍ଧ ହେଇଯାଇଥିଲା ନା କ'ଣ? ତେଣୁ ତାକୁ ହିଁ ଆମେ ଚ୍ୟାଲେଞ୍ଜ କରିଥିଲୁ, ଯୋଉଟାକି ସେ ଚ୍ୟାଲେଞ୍ଜ ତାକୁ ଆମେ ଯାଇକି ସେଠି କହିଥିଲୁ ଯେ ଆମେ ଆମର ବିଭିନ୍ନ ସମୟରେ ଏବଂ ପ୍ରତିଦିନ ଛାମୁଖୁଣ୍ଟିଆର 4ଟି ସେବା ନେଇକି 19ଟି ସେବା ଅଛି। ତାହେଲେ ଆମର କ'ଣ ଏକ୍ସପିରିଏନ୍ସ ନାହିଁ? ଖାଲି ଯେଉଁମାନେ ଯାଉଛନ୍ତି ସେମାନଙ୍କର କ'ଣ ଏକ୍ସପିରିଏନ୍ସ ଅଛି ପରିଚାଳନା କମିଟିରେ? ଆମେ ଚାହୁଁଛୁ ମନ୍ଦିର ଶୃଙ୍ଖଳା ହଉ, ଡିସିପ୍ଲିନ ହଉ। କିଏ କହିଥିଲା କି ଆପଣ ଦେଖନ୍ତୁ ଅଶ୍ଳୀଳ, ଆପଣ ବି ବାଇଟ୍ ନେଇଥିଲେ, ଅଶ୍ଳୀଳ ଡ୍ରେସ୍ କଥା ହଉ, ମନ୍ଦିର ସୁରକ୍ଷା ଉପରେ ମୋବାଇଲ କଥା ହଉ, ସେ ଯେଉଁ ବିଭିନ୍ନ ପ୍ରକାର କଥା, ଆଉ କ'ଣ ସେ ନିଯୋଗ କହିଥିଲା? ଆମେ ହିଁ କହିଥିଲା, ଆମ ନିଯୋଗ କହିଥିଲା, ଆମର ଛାମୁଖୁଣ୍ଟିଆ ନିଯୋଗ କହିଥିଲା। ତେଣୁ ଆମେ ବି ଡିମାଣ୍ଡ କଲୁ ଯେ ଆମେ କାହିଁକି ଯିବୁନି ପରିଚାଳନା କମିଟି? କୋଉଠି ଲେଖା ହେଇନି ଯେ ଏଇ 5ଟି ନିଯୋଗ ଯିବେ ବୋଲି, 5 ଜଣ ସେବକ ଯିବେ ବୋଲି ଲେଖା ହେଇଛି। ତାହେଲେ 5 ଜଣ ଏଇମାନେ କ'ଣ କଣ୍ଟିନ୍ୟୁ କରିଚାଲିଥିବେ? ସେଇଥିପାଇଁ ଆମେ ଚ୍ୟାଲେଞ୍ଜ କରିଥିଲୁ, ଯୋଉଟାକି ସରକାର ବର୍ତ୍ତମାନ ତାକୁ କ'ଣ ସେ ଧ୍ୟାନ ଦେଲେ କି କ'ଣ ନାହିଁ, ତାକୁ ପରିଚାଳନା କମିଟି କରିଦେଲେ। ଯଦି କରିଥାନ୍ତି ରୋଟେସନ କରିଥାନ୍ତି। 36 ନିଯୋଗରେ ଆଲୋଚନା ହେଇଥିଲା। ୟାର ପରେ ପଚାରିଥିଲୁ ଆମେ, ରତ୍ନଭଣ୍ଡାର ଖୋଲିବା ପରେ ପଚାରିଥିଲୁ ଆମେ ଯେ ରତ୍ନଭଣ୍ଡାର ଆପଣ 4 ଦ୍ୱାର ଖୋଲିଲେ ଏବଂ ରତ୍ନ ଭଣ୍ଡାର ତିଆରି କଲେ। ଗଣତି ମନ୍ତ୍ରୀ ପାଇଁ 7 ଦିନ ସମୟ ନେଇଥିଲେ ମୁଖ୍ୟ ପ୍ରଶାସକ। କୋଉ ହେଲା 7 ଦିନରେ ଗଣତି ମନ୍ତ୍ରୀ ହେଲା ନା ବର୍ଷ ବର୍ଷକା ପଡ଼ିଲା? ଆମେ 2019-21ରୁ ତାପରେ ଦେଲୁନି। ଯଦି କରିବା ଥିଲା ମ୍ୟାନେଜିଂ କମିଟି କରିବା ଥିଲା, ସେ ମ୍ୟାନେଜିଂ କମିଟି ତ ଅଗଷ୍ଟରେ ସରିଲାଣି, ତା 3 ମାସ ଭିତରେ ତାକୁ ଚୟନ କରି କରିଦେଲେନି। ନକରି ଶେଷ ମୁହୂର୍ତ୍ତରେ କରିବା, ୟା ଅର୍ଥ କ'ଣ? ମୋର ଆଶା ବିଶ୍ୱାସ ଅଛି ହାଇକୋର୍ଟ ନିଶ୍ଚିତ ଭାବରେ ଆମେ କିଛି ନିର୍ଦ୍ଦେଶ ଦେବେ ବୋଲି ଆମର ଆଶା ବିଶ୍ୱାସ ଅଛି। ନିଶ୍ଚିତ କାହିଁ କରିପାରିବେନି? ଯୋଉଠି 5 ଜାଗା 10 ନେଇପାରିଲେ, ତା ଆଉ 2 ଜଣ ନେବାକୁ ଅସୁବିଧା କ'ଣ ଅଛି ସେଥିରେ? ନହେଲେ ଆଉ ଗୋଟେ କମିଟି କରନ୍ତୁ, ମ୍ୟାନେଜିଂ କମିଟି ପରେ କମିଟି ଆଉ ଗୋଟେ କମିଟି ହଉ। କିନ୍ତୁ ମନେ ରଖିଥାନ୍ତୁ, ମ୍ୟାନେଜିଂ କମିଟି ଯେ ମନ୍ଦିରର ଯେକୌଣସି ବିଲ୍ ହଉ ଯାହା ହଉ, ଆଗ ମ୍ୟାନେଜିଂ କମିଟି ପାସ୍ କଲେ କାର୍ଯ୍ୟ, ଯେକୌଣସି ଗୋଟେ କାମ ହଉ କି ଯାହା ବି ହଉ, ସେଠି ପାସ୍ କଲା ପରେ କାମ ହେବା ଦରକାର। ନହେଲେ କୋଟି କୋଟି ଟଙ୍କା ସେଠି ହଡପ ହଉଛି, ଯୋଉଟାକି ଇଡି କ'ଣ ପାଇଁ ଚୁପ୍ ରହୁଛି, ସିବିଆଇ କ'ଣ ପାଇଁ ଚୁପ୍ ରହୁଛି? ଯେ ସମସ୍ତଙ୍କୁ ଧରିପାରୁଛି, ଇଡି ସିବିଆଇ ଧରିପାରୁଛନ୍ତି, ତା ଶ୍ରୀମନ୍ଦିର ଅଫିସଟା କାହିଁକି ଧରିବେନି? 3 ତାରିଖ ଦିନ ହାଇକୋର୍ଟରେ ଅଛି। ସେଦିନ ଆମେ ନିଶ୍ଚିତ ଆଶା ବିଶ୍ୱାସ ଅଛି ଆମେ କିଛି ପାଇବୁ ବୋଲି ଆଶା। କିନ୍ତୁ ଦେଖିବା ସେ ସମୟକୁ, ନହେଲେ ଆମେ ସୁପ୍ରିମକୋର୍ଟ ଯିବା, ତା ଏଗେନଷ୍ଟ ସୁପ୍ରିମକୋର୍ଟ ଯିବା, ନିଶ୍ଚୟ ସୁପ୍ରିମକୋର୍ଟ ଯିବୁ। ଯଦି ଆମେ ନ୍ୟାୟ ନ ପାଇବୁ ଯିବୁ। ତାହେଲେ ଏସବୁରେ ଅଛି ଯେ 5 ଜଣ ସେବକ ଯିବା ପାଇଁ। କିନ୍ତୁ 5-6 ହେଇଗଲେ 7 ହେଇଗଲେ କ'ଣ ଅସୁବିଧା ହେଉଛି? ଯଦି ସେଇଟା ହେଇପାରିଲା, ତାହେଲେ କଣ୍ଟିନ୍ୟୁ ନିଯୋଗ ଯିଏ ପ୍ରଶାସକ ବି ଦେଇଛନ୍ତି ହାଇକୋର୍ଟରେ ବି ଯେ ଯୋଉମାନେ 2 ଥର ଯାଇଛନ୍ତି 2ଟା ଟର୍ମରେ, ସେମାନେ ଯିବେନି। ତାମାନେ ଏମାନେ କେମିତି ଗଲେ? ସେଇଟା ତ ପ୍ରଶ୍ନ। ତାମାନେ କ'ଣ ଯାହାକୁ ତାକୁ ନେଇକି କରିବେ?